ଦେଲା ପରାଇ ସେତେବେଳେ ପୁଣି ସେହି ଦେଲା ଯୋଗାଇ ବାବୁ ହାଲିଆ ହେଲା ଭୋ କରି ବାବୁ ରଡ଼ି ଛାଡ଼ିଲା ଶେଷରେ ପୁଣି ବାବୁ ପାଣି ପିଇଲା ଏପସର ଉତ୍ତର ଆଜ ଦେବା ବୁଝାଇ ଶୁଣୁଥିବେ ସଭାରେ ମନ କର୍ଣ୍ଣ ଦେଇ ମୁଁ ନାଚୁଥିବି ଦେଇ ଦେଇ ମୋ ବାୟା ଭାଇ ମୁଁ ନାଚୁଥିବି ଦେଇ ଦେଇ ଦିନେ ଭଗବାନ ମନରେ ଭାବିଲେ ଯୁଦ୍ଧ କରିବାକୁ ପେଟ ବାହାର ହେଲେ ସେତେବେଳେ ତାର ସଙ୍ଗେ ଯୁଦ୍ଧ କରିଲେ ବହୁତ ବାର ପ୍ରଭୁ ହେ ପରାସ୍ତ ହେଲେ ମଥୁରା ଛାଡ଼ିର ପ୍ରଭୁ ଯେ ଗଲେ ଦ୍ୱାରକାପୁରରେ ଯାଇ ରହିଲେ ବୃହଦତ୍ତ ବୋଲି ଜଣେ ରାଜା ଥିଲେ ତାର ପୁତ୍ରର ନାମ ହେଲା ଜରାସନ୍ଧ ସେ ବାଲ୍ୟକାଳୁ କୃଷ୍ଣଙ୍କ ସଙ୍ଗେ ପୌରିକି ଶତ୍ରୁତା ହେବାର କାରଣ କଣ ଜାଣିଛୁ କାରଣ କୃଷ୍ଣଙ୍କର ଶ୍ୱଶୁର ହେଲେ ଜରାସନ୍ଧ କଂସର ଶ୍ୱଶୁର ହେଲେ ଜରାସନ୍ଧ ଯେତେବେଳେ କୃଷ୍ଣ ବାଲ୍ୟ ସମୟରେ କଂସକୁ ବଦ୍ଧ କରିଦେଲେ ସେହି ସମୟରେ ଜରାସନ୍ଧ ତାଙ୍କ ସହିତ ଶତ୍ରୁତା କଲା ହେଲେ ଯେତେ ଯୁଦ୍ଧ କଲେ ମଧ୍ୟ କୃଷ୍ଣ ପରାସ୍ତ ହେଲେ ମଥୁରା ଛାଡ଼ି ଗୋପନରେ ଦ୍ୱାରକାପୁର ନିର୍ମାଣ କରି ଶ୍ରୀକୃଷ୍ଣ ରହିଲେ ହେଲେ ଦିନେ କଲେ କଣ ଏକ ଦିନ ବିଚାରିଲେ ପ୍ରଭୁ ଚକ୍ରଧର କିପରି ଜରାସନ୍ଧ ହେଇବ ସଭାର ଅର୍ଜୁନକୁ ଚନ୍ଦ୍ର ପରେ ଧରିଲେ ଅର୍ଜୁନକୁ ସଙ୍ଗ ପରେ ଧରି ବାହାର ହୋଇଲେ ପ୍ରଭୁ ନରହରି ନିଜ ବେଶକୁ କରିଲେ ଧାରଣ ନିଜ ବେଶକୁ କରିଲେ ଧାରଣ ଅବଶ୍ୟ ହୋଇଲେ ଯାଇ ଗଧ ରାଜ୍ୟର ପ୍ରଥମ ଦ୍ୱାରରେ ବୃକ୍ଷ ରହିଥିଲା କୃଷକେ ଥିଲା କାନ୍ଦିବ ଧନୁରେ ଅର୍ଜୁନ ଛେଦିଲା କାନ୍ଦିବ ଧନୁରେ ଅର୍ଜୁନ ଛେଦିଲା ସବୁ ଯାଇ ଭିଡ଼ି ପାକେ ଯାଇ ପ୍ରବେଶିଲେ ଗଦା ପ୍ରହାରରେ ବୃକ୍ଷର ଭାଙ୍ଗିଲେ ଗଦା ପ୍ରହାରରେ ତାର ମୁଣ୍ଡ ଭାଙ୍ଗି ନଦେଲେ ତରୁ ଯାଇ ଭଗବାନ ତରୁ ଚଳି ଗଲେ କଠୋର ପାଶରେ ଯାଇ ମିଳିଲେ ଭଗବାନ ସେତେବେଳେ ପୁଣି ଆସିଲେ କଠୋର ପାଖରେ ଯାଇ ବସିଲେ କଠୋର ପାଖରେ ଯାଇ ବସିଲେ ଆସିଲେ କଣ ଧରିଲେ କଠୋର ପାଦଟାକୁ ଦେଲେ ଧରିଲ ବାବୁରେ ଦେଲେ ଧରିଲ ବାବୁରେ ଦେଲେ ଧରିଲ ତାର ମୁଖେ ଶଙ୍ଖଟାକୁ ଦେଲେ ଖେପିଣ ଯେତେବେଳେ ଶଙ୍ଖଟାକୁ ଦେଲେ ପୁରାଇ ସେତେବେଳେ ଗନ୍ଧଟାକୁ ଥିଲା ଚବାଇ ଚବେଇ ଚବେଇ ବାବୁ ହାଲିଆ ହେଲା ଭୋ କରି ବାବୁ ରଟି ଛାଡ଼ିଲା ଶୁଣେ ପ୍ରଥମେ ଦ୍ୱାର ଦେଶରେ ତାର କଣ ଥିଲା ଗୋଟେ ବୃକ୍ଷ ଥିଲା କାରଣ ତାକୁ ସଂକେତ ଦଉଥିଲା ଯେ
ତାର ଦ୍ୱାର ଦେଶକୁ ଶତ୍ରୁ ଆସୁଛି। ତେଣୁକରି ଅର୍ଜୁନ କଣ କଲେ, ଗାଣ୍ଡି ବଧନରେ ସେ ବୃକ୍ଷକୁ ପ୍ରଥମେ କାଟିଲେ, ପୁଣି ଭେରି ପାଖରେ ପହଞ୍ଚିଲେ, ଭୀମ ଗଦା ପ୍ରହାରରେ ତାର ଭେରିକୁ ଭାଙ୍ଗିଦେଲେ। ଭେରିଲେ କଣ ଇଏ ଭାବୁଛୁ, ଗୋଟେ ମେଣ୍ଢାଟେ ଥିଲା ତାକୁ ମାରିଦେଲେ। ଯେତେବେଳେ ପୁଣି ଯାଇ ଗଧର ପାଖରେ ମିଳିଲେ, ଭଗବାନ ଆସିଲେ, ଗଧର ପାଦ ପାଖରେ ବସିଲେ, ଗଧର ପାଦ ଧରିଲେ, ପୁରେଇଲେ, ଛଙ୍କଟାକୁ ପୁରେଇଲେ। ଯେତେବେଳେ ଛଙ୍କଟାକୁ ପାଟିରେ ପୁରେଇଲେ, ସେ ଚୋବେଇଲା, ବୋବେଇଲା, ଗଧର ଶବ୍ଦ ବଦଳରେ ଶଙ୍ଖର ଶବ୍ଦ ଗଲା। ତେଣୁକରି ଜରାସନ୍ଧ ଜାଣିପାରିଲେନି କିଏ ଶତ୍ରୁ ଆସିଛି ବୋଲି। ସେତେବେଳେ ଭଗବାନ କଣ କଲେ, ତାକୁ ଦାନ ମାଗି ଯୁଦ୍ଧ କରି ତାକୁ ମାରିଲେ। ହେଲା, ଆଉ ପାଣି ମାଗିଲା, ଲୋକ ବି ହାଲିଆ ହେଲା ପରେ ପାଣି ପିଇଥିବ। କଣ ତୁ କେତେ ମନ୍ଦିରରେ ପଶିକି ନଡିଆ କଦଳୀ ଚୁରେଇକି ଘଣ୍ଟ ଚୁରେଇକି ଖାଇଛି କହୁଛୁ ମତେ। ଆରେ ଲୋକ ବି ଆସିଲେ, ପଚାରେ, ଲୋକମାନଙ୍କୁ ପଚାରେ, ଆଜ୍ଞା ଆସିଲା, ବସିଲା, ଧରିଲା, ପୁରେଇଲା, ଗଧର ପାଦ ତଳେ ବସିଲେ, ଗଛର ପାଦ ଧରିଥିଲେ ନା ନାଇଁ ପଚାରେ, ପଚାରେ ଧରିଥିଲେ କିଏ ପାଦ? ଭଗବାନ ଧରିଥିଲେ, ଗଧର ପାଦ ଧରିଥିଲେ, ପାଟିରେ ଶଙ୍କଟା ପୁରେଇଥିଲେ, ପୁରେଇଲା ପରେ ସେ ପାଟିଟା ପକେଇଥିବ, ଚୋବେଇଲା, ତାପରେ ବୋବେଇଲା, ଆଉ ହାଲିଆ ହେଲା ପରେ ପାଣି ପିଇଥିବ। କହିଲୁ ପାଣି ପିଇବା କଥା। ଆଉ ତୁ କଣ ଜାଣିଛୁ? ରେ ବାପା, ଏଇଟା ଜାଣିନି କି ମାମୁ? କଣ ରେ? ଏଇଟା କଞ୍ଚା ମଞ୍ଚ ରେ